ଜନ୍ମବାରରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ଭାଗ୍ୟ। ଜୟ ଜଗନ୍ନାଥ ବନ୍ଧୁଗଣ, କୋଟିଏରେ ଜଣେ ହୋଇଥାନ୍ତି ଏହି ଦିନରେ ଜନ୍ମ ହୋଇଥିବା ପିଲାମାନେ। ଯେମିତି ଆମେ ଜନ୍ମକୁଣ୍ଡଳୀ, ହାତର ରେଖା କିମ୍ବା ଜନ୍ମ ତାରିଖ ଦେଖି ଜଣେ ବ୍ୟକ୍ତିଙ୍କ ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣିପାରୁ, ଠିକ୍ ସେମିତି ଆପଣ ସପ୍ତାହର କେଉଁ ବାରରେ ଜନ୍ମ ହୋଇଛନ୍ତି ସେଥିରୁ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ହଁ ବନ୍ଧୁଗଣ, ସପ୍ତାହର 7ଟି ଯାକ ଦିନର ଏକ ସ୍ୱତନ୍ତ୍ର ଶକ୍ତି ବା ଏନର୍ଜି ଥାଏ, ଯାହା ସେହି ଦିନ ଜନ୍ମିତ ଶିଶୁର ଗୁଣରେ ପ୍ରତିଫଳିତ ହୁଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ବାର ଆପଣଙ୍କ ବିଷୟରେ କେଉଁ ଗୁପ୍ତ କଥା କହିଥାଏ। କିନ୍ତୁ ତା ପୂର୍ବରୁ ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଭିଡ଼ିଓକୁ ଏକ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ଜମାରୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆପଣଙ୍କ ଗୋଟିଏ ସବସ୍କ୍ରାଇବ୍ ଆମକୁ ଆହୁରି ସୁନ୍ଦର ଭିଡ଼ିଓ ତିଆରି କରିବାକୁ ପ୍ରେରଣା ଦେଇଥାଏ। ତେବେ ଚାଲନ୍ତୁ ଆରମ୍ଭ କରିବା। ବନ୍ଧୁଗଣ, ନମ୍ବର 1, ସୋମବାର। ପ୍ରଥମେ ଆସନ୍ତୁ ଜାଣିବା ସୋମବାରର ବିଷୟରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଜନ୍ମିତ ବ୍ୟକ୍ତିଙ୍କ ସ୍ୱଭାବ ଟିକେ ଚଞ୍ଚଳ ହୋଇଥାଏ। ଚନ୍ଦ୍ର ଗ୍ରହ ସହ ସମ୍ପର୍କ ଥିବାରୁ ଏମାନଙ୍କ ମନରେ ନିରନ୍ତର ନୂଆ ନୂଆ ଚିନ୍ତାଧାରା ଆସୁଥାଏ। ଏମାନେ ସବୁ ପରିସ୍ଥିତିରେ ହସଖୁସିରେ ରହିବାକୁ ଭଲ ପାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ବାଣ୍ଟିଥାନ୍ତି। ଏମାନଙ୍କ କଥାବାର୍ତ୍ତା ବହୁତ ମିଠା ହୋଇଥାଏ। ଏମାନେ ବୁଦ୍ଧିମାନ, କଳାପ୍ରେମୀ ଏବଂ ସାହସୀ ହେବା ସହ ଏମାନଙ୍କ ସ୍ମରଣ ଶକ୍ତି ବହୁତ ପ୍ରଖର ହୋଇଥାଏ। ତେବେ ଏମାନଙ୍କ ଭିତରେ ଧୈର୍ଯ୍ୟର ଟିକେ ଅଭାବ ଦେଖାଯାଏ ଏବଂ ଏମାନଙ୍କୁ ପ୍ରାୟତଃ ଥଣ୍ଡା, କାଶ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ବନ୍ଧୁଗଣ, ନମ୍ବର 2, ମଙ୍ଗଳବାର। ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ବଜରଙ୍ଗବଲି ଏବଂ ମଙ୍ଗଳ ଗ୍ରହର ବିଶେଷ ପ୍ରଭାବ ରହିଥାଏ। ଏମାନେ ସ୍ୱଭାବରେ ବହୁତ ସରଳ ଓ ନିଷ୍ପାପ ହୋଇଥାନ୍ତି, କିନ୍ତୁ ଏମାନଙ୍କ ମଗଜ ବହୁତ ତେଜ ଥାଏ। ଏମାନେ ଅତ୍ୟନ୍ତ ସାହସୀ, ଅନୁଶାସନ ପ୍ରିୟ ଏବଂ ଶକ୍ତିରେ ପରିପୂର୍ଣ୍ଣ ହୋଇଥାନ୍ତି। ଯଦି ଏମାନଙ୍କୁ କୌଣସି କଥା ଖରାପ ଲାଗେ ତେବେ ଏମାନେ ବହୁତ ଶୀଘ୍ର ରାଗିଯାଆନ୍ତି। ଏମାନେ ନିଜ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି। ରାଗ ଯୋଗୁଁ କେତେବେଳେ କେମିତି ବୈବାହିକ ଜୀବନ ଓ ଆଖପାଖର ଲୋକଙ୍କ ସହ ମତଭେଦ ଦେଖାଦିଏ, କିନ୍ତୁ ନିଜର ସାହସ ବଳରେ ଏମାନେ ସବୁ ବାଧାବିଘ୍ନ ପାର କରି ଆଗକୁ ବଢ଼ନ୍ତି। ବନ୍ଧୁଗଣ, ନମ୍ବର 3, ବୁଧବାର। ବୁଧବାର ଦିନଟି ଭଗବାନ ଗଣେଶଙ୍କର ଅଟେ। ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ କଥାବାର୍ତ୍ତାରେ ପଟୁ ବା ମାହିର ହୋଇଥାନ୍ତି। ଏମାନେ ନିଜ ପରିବାର ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏବଂ ସମାଜରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି। ଏମାନଙ୍କୁ ପଢ଼ାଲେଖା କରିବାର ବହୁତ ସଉକ ଥାଏ। ଏମାନେ ଭାଗ୍ୟଶାଳୀ ହୋଇଥିବାରୁ ଯେତେ ବଡ଼ ସମସ୍ୟାରେ ପଡ଼ିଲେ ବି ସହଜରେ ବାହାରି ଆସନ୍ତି। ମା ଲକ୍ଷ୍ମୀ ଓ ଗଣେଶଙ୍କ କୃପାରୁ ଏମାନଙ୍କ ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ। ବନ୍ଧୁଗଣ, ନମ୍ବର 4, ଗୁରୁବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଜନ୍ମିତ ବ୍ୟକ୍ତିମାନେ ବହୁତ ଆକର୍ଷଣୀୟ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଲୋକମାନେ ଖୁବ୍ ସହଜରେ ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଯାଆନ୍ତି। ଏମାନେ ବହୁତ ବୁଦ୍ଧିମାନ, ସାହସୀ ଏବଂ ଦୂରଦର୍ଶୀ ହୋଇଥାନ୍ତି। ଯେକୌଣସି ମୁସ୍କିଲ ପରିସ୍ଥିତିର ସାମ୍ନା ଏମାନେ ଧୈର୍ଯ୍ୟର ସହ କରନ୍ତି। ଏମାନଙ୍କର ସାଙ୍ଗମାନେ ବହୁତ ଭଲ ଏବଂ ବିଶ୍ୱସ୍ତ ହୋଇଥାନ୍ତି। ତେବେ ଜୀବନର 12, 13, 16 ଏବଂ
30ତମ ବର୍ଷରେ ଏମାନଙ୍କୁ କିଛିଟା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁଗଣ, ନମ୍ବର 5 ଶୁକ୍ରବାର। ଶୁକ୍ରବାର ଦିନଟି ମା ଲକ୍ଷ୍ମୀଙ୍କର ଅଟେ। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ଜିନ୍ଦାଦିଲ, କୋମଳ ସ୍ୱଭାବର ଏବଂ ଶାନ୍ତିପ୍ରିୟ ହୋଇଥାନ୍ତି। ଏମାନେ ଗଣ୍ଡଗୋଳ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ଜୀବନର ସବୁ ସୁଖ ସୁବିଧା ମିଳିଥାଏ ଏବଂ ଆର୍ଥିକ ସମସ୍ୟା ପ୍ରାୟତଃ ଆସେ ନାହିଁ। ଏମାନେ ସାହିତ୍ୟ, ସଙ୍ଗୀତ ଓ କଳାପ୍ରେମୀ ହୋଇଥାନ୍ତି। ତେବେ ସ୍ୱଭାବରେ ସାମାନ୍ୟ ଈର୍ଷାଭାବ ରହିଥାଏ ଏବଂ ପ୍ରେମ ମାମଲାରେ ଏମାନେ ସହଜରେ ଗୋଟିଏ ଜାଗାରେ ସ୍ଥିର ରହିପାରନ୍ତି ନାହିଁ। ଜୀବନର 20 ଏବଂ 24 ବର୍ଷ ବୟସରେ ଏମାନଙ୍କୁ କିଛି ଅସୁବିଧା ଭୋଗିବାକୁ ପଡ଼ିପାରେ। ନମ୍ବର 6 ଶନିବାର। ଶନିବାର ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ପ୍ରଭାବ ଥାଏ। ସେମାନଙ୍କ ଜୀବନରେ ସଂଘର୍ଷ ଓ ଉତ୍ଥାନ ପତନ ଲାଗି ରହିଥାଏ, କିନ୍ତୁ ଏମାନଙ୍କ ଆତ୍ମବିଶ୍ୱାସ ଏବଂ ଲଢ଼ିବାର ଜଜ୍ବା ଅଦ୍ଭୁତ ହୋଇଥାଏ। ଏମାନେ ନିଜ ଲକ୍ଷ୍ୟ ପାଇଁ ବହୁତ ପରିଶ୍ରମ କରନ୍ତି। କେତେବେଳେ କେମିତି ଏମାନେ ଟିକେ ଆଳସ୍ୟ ଓ ସଂକୋଚୀ ସ୍ୱଭାବର ମଧ୍ୟ ହୋଇଯାଆନ୍ତି। ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଏମାନଙ୍କୁ ସେତେଟା ସୁଖ ମିଳିନଥାଏ ଏବଂ ସାଙ୍ଗ ସଂଖ୍ୟା ମଧ୍ୟ କମ୍ ଥାଏ, କିନ୍ତୁ ଏମାନେ ନିଜ ସାଙ୍ଗମାନଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ରହନ୍ତି। ଜୀବନର 20, 25 ଏବଂ 45 ବର୍ଷ ବୟସରେ କିଛି ସମସ୍ୟା ଆସିପାରେ, କିନ୍ତୁ ଶେଷରେ ବିଜୟ ଏମାନଙ୍କର ହିଁ ହୁଏ। ନମ୍ବର 7 ରବିବାର। ରବିବାର ସମ୍ବନ୍ଧ ସୂର୍ଯ୍ୟଦେବଙ୍କ ସହ ରହିଛି। ସୂର୍ଯ୍ୟ ହେଉଛନ୍ତି ସିଂହ ରାଶିର ସ୍ୱାମୀ, ତେଣୁ ସିଂହ ପରି ଏହି ଲୋକମାନଙ୍କୁ ମଧ୍ୟ ସ୍ୱାଧୀନତା ବହୁତ ପସନ୍ଦ। ଏମାନେ କାହା ଅଧୀନରେ ରହି କାମ କରିବାକୁ ଭଲ ପାଆନ୍ତି ନାହିଁ। ଏମାନେ ତେଜସ୍ୱୀ, ଭାଗ୍ୟଶାଳୀ ଓ ଦୀର୍ଘାୟୁ ହୋଇଥାନ୍ତି। କମ୍ କଥା କୁହନ୍ତି, କିନ୍ତୁ ଯାହା କୁହନ୍ତି ତାହା ବହୁତ ପ୍ରଭାବଶାଳୀ ହୋଇଥାଏ। ନେତୃତ୍ୱ ନେବାରେ ଏମାନେ ସବୁଠୁ ଆଗରେ ଥାଆନ୍ତି। 20ରୁ 22 ବର୍ଷ ବୟସରେ କିଛିଟା ସଂଘର୍ଷ କରିବାକୁ ପଡ଼ିଲେ ମଧ୍ୟ କ୍ୟାରିୟର ଓ ବ୍ୟବସାୟରେ ଏମାନେ ଉଚ୍ଚ ପଦବୀ ହାସଲ କରନ୍ତି ଏବଂ ନିଜ ପରିବାରର ନାଁ ରୋଶନ କରନ୍ତି। ମୂଳାଙ୍କ 9ର ରହସ୍ୟ। ବନ୍ଧୁଗଣ, 12 ବ୍ୟତୀତ ଅଙ୍କ ଜ୍ୟୋତିଷ ବା ନ୍ୟୁମରୋଲୋଜି ଏମିତି 3ଟି ତାରିଖ ବିଷୟରେ କୁହାଯାଇଛି ଯେଉଁଦିନ ଜନ୍ମ ହୋଇଥିବା ପିଲାମାନେ ସାକ୍ଷାତ ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି। ଆମେ କହୁଛୁ ମୂଳାଙ୍କ 9, ରେଡିକାଲ ନମ୍ବର 9 ବିଷୟରେ। ଯେଉଁ ପିଲାମାନଙ୍କର ଜନ୍ମ କୌଣସି ବି ମାସର 9, 18 କିମ୍ବା 27 ତାରିଖରେ ହୋଇଥାଏ, ସେମାନଙ୍କର ମୂଳାଙ୍କ ହେଉଛି 9। ଏହି ପିଲାମାନେ ଅତ୍ୟନ୍ତ ଉର୍ଜାବାନ, ସାହସୀ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଥାନ୍ତି। ଏମାନେ ଯଦି କୌଣସି କାମ କରିବାକୁ ମନରେ ସ୍ଥିର କରିନିଅନ୍ତି, ତେବେ ତାହା ହାସଲ କରିକି ହିଁ ଦମ ନିଅନ୍ତି। ଏହି ପିଲାମାନେ ନିଜ ପିତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହୁଅନ୍ତି। ଏମାନଙ୍କ ଜନ୍ମ ପରେ ପିତାଙ୍କର ଭାଗ୍ୟ ଚମକି ଉଠେ ଏବଂ ଘରକୁ ସୁଖ ସମୃଦ୍ଧି ଆସେ। ଚାକିରି କିମ୍ବା ବ୍ୟବସାୟରେ ଏମାନେ ବହୁତ ସଫଳ ହୁଅନ୍ତି ଏବଂ ଭୂମି ସମ୍ପତ୍ତିର କୌଣସି ଅଭାବ ଏମାନଙ୍କ ଜୀବନରେ ରହେ ନାହିଁ। ତେବେ ବନ୍ଧୁଗଣ, ଆପଣଙ୍କର ଜନ୍ମ କେଉଁ ବାରରେ କିମ୍ବା କେଉଁ ତାରିଖରେ ହୋଇଛି ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଆଜିର ଏହି ସୂଚନା ଆପଣଙ୍କୁ ଭଲ ଲାଗିଥାଏ
ତେବେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବେଲ୍କୁ ଅଲ୍ରେ ସେଟ୍ କରିଦିଅନ୍ତୁ। ଆପଣଙ୍କର ଏହି ସହଯୋଗ ଆମ ପାଇଁ ଅମୂଲ୍ୟ ଅଟେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ, ଜୟ ରାଧେ ରାଧେ।